हेलो ये समझता है कि नहीं किसी भी परिवार का हेलो हेलो आज्ञा मिस्टर तपी मिश्र जी आज्ञा ମୁଁ ଇତିଶ ପ୍ରଧାନ କହୁଥିଲି। ଗୋଟେ ସେକେଣ୍ଡ ସାଉଣ୍ଡ କମ କଲେ ପ୍ଲିଜ ଗୋଟେ ସେକେଣ୍ଡ ଓହ ମାମା ଗୋଟେ ସେକେଣ୍ଡ କରି 6 ସେକେଣ୍ଡ ଗୋଟେ ହେଇଗଲା। ସେକେଣ୍ଡ ଭାଇ ସାଉଣ୍ଡ କମ କରୁଛି। ହଁ ଭାଇ ନମସ୍କାର କୁହନ୍ତୁ। हेलो ହଁ हाँ भाई कुहतु ଆପଣ ମୋ ନାଁରେ ଗୋଟେ ଏଫଆଇଆର ଦେଇଛନ୍ତି ନୟାପଲ୍ଲୀ ଥାନାରେ। ଆପଣ ଇତିଶ ଭାଇ କହୁଛନ୍ତି? ହଁ ମୁଁ ଇତିଶ ଭାଇ ନୁହଁ ଇତିଶ ପ୍ରଧାନ କହୁଛି। ହଁ ହଁ କୁହନ୍ତୁ। ମୋ ନାଁରେ ଏଫଆଇଆର ଦେଇଛନ୍ତି ଆପଣ? ନା 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 ଆପଣଙ୍କ ନାଁରେ ଏଫଆଇଆର ଦେଇନି। ଆପଣଙ୍କ ନାଁ ନେଇକି ଯୋଉ ଦି ଜଣ ପିଲା ମତେ କଲ୍ କରିକି ଧମକଉଥିଲେ ତାଙ୍କ ନାଁରେ ଦେଇଛି। କମ୍ପୋଜର ତାଙ୍କ ନାଁ ଦେଇଛନ୍ତି, ମୋ ନାଁ ମେନସନ ଅଛି। ମେନସନ କଣ ଅଛି? ସେମାନେ ତାଙ୍କ ଯୋଉ ଷ୍ଟେଟମେଣ୍ଟ ଦେଇଛନ୍ତି ମେନସନ ମୁଁ ଏମିତି ଅଛି। ଜାଣିନି କଣ କରିଛି ସେ ବିଷୟରେ ମୁଁ ଆଲୋଚନା କରିବାକୁ ଚାହୁଁନି। ଆପଣ ମତେ ଚିହ୍ନିଲେ କେମିତି? ମୁଁ ଆପଣଙ୍କୁ ଚିହ୍ନିନି। ଆପଣ ମୁଁ ବି ଆପଣଙ୍କୁ ଚିହ୍ନିନି। ହଁ ଯେତେବେଳେ ହଁ ମୋର ସେ ଯୋଉ ବିପ୍ଳବ ପରିଡ଼ା ବୋଲି ଯୋଉ ପିଲାଟା ମୋ ସହିତ ତାର ଯାହା ଝଗଡା ଫଗଡା ମୁଁ କରୁଥିଲା। ଆପଣଙ୍କୁ ଫୋନ କରିଛି। ଆଜ୍ଞା ସେତେବେଳେ କିଏ ଝଗଡା କରିଥିଲା କଣ କରିଥିଲା ସେ ବିଷୟରେ ଆପଣ ମତେ ଫୋନ କରିନଥିଲେ। ଆପଣ ମୋ ନାଁ ନବା ପୂର୍ବରୁ ମୁଁ ଆପଣଙ୍କ ନାଁ ଜାଣିବି ନଥିଲେ ଭାଇ। ଶୁଣନ୍ତୁ ଆରେ ଶୁଣ, ମୁଁ ତୁମକୁ ବି ଚିହ୍ନି କି ଜାଣିନି। ଶୁଣ ଶୁଣ, ତୁମେ ମୋ ନାଁରେ ଇତିଶ ପ୍ରଧାନ ପିଲା କହିକି ଇତିଶ ମାନ ଜାଣିନ। ଇତିଶ ମାନ ନାଁ କାହିଁ ଲେଖିଲ ତମ ଏଫଆଇଆର? ସେଇଟା କହୁଛି ପା। କାଲି ଯେତେବେଳେ ଆମର ଯିଏ ସେକେଣ୍ଡ ଅଫିସର ଥିଲେ ସେ ଥାନାରେ, ମୁଁ କୋଉ ଥାନା ଫାନା ଆପଣ କାହିଁ ଆପଣ ଶୁଣିବେ ନା ମୋ କଥାଟା ପରେ 2 ମିନିଟ୍ ଶୁଣିବା। ପ୍ରଥମେ ଟିକେ ଶୁଣିଦେଲେ ତାପରେ ଆପଣ ଗୋଟେ ପୋଷ୍ଟ ଉପରେ ମୋର ଗୋଟେ ଫଟୋ ସେୟାର କରିଥିଲି ମୋ ପେଜରେ। ହଁ ଆପଣଙ୍କ ପେଜରେ ନୁହେଁ, ଆଉ ଜଣଙ୍କ ପେଜରେ। ନା ମୁଁ ମୋ ପେଜରେ ହିଁ ସେୟାର କରିଛି। ତାପରେ ସେ ସ୍କ୍ରିନଶଟ ବି ଆସିଲା। ଜନପଥ ଗେଟରେ କଣ ଗାଞ୍ଜା ଆଉ ଡ୍ରଙ୍କର ସବୁ ଅଛନ୍ତି। ସେଟା ମୁଁ ଆପଣଙ୍କୁ ଲେଖିନି। ସେ ଯୋଉ ପିଲାଟା ମୁଁ ମତେ ସେ ଗଞ୍ଜେଇ, ଫଟୋରେ ଅଛି। ଆପଣ ସେ ଫଟୋରେ ତ ଅଛନ୍ତି, କିନ୍ତୁ ସେଥିରେ ଅର୍ପଣ ମିଶ୍ର କରିକି ଯୋଉ ପିଲାଟା ମତେ, ଜାଣିନାହାନ୍ତି ମୋ ବିଷୟରେ ବୋଧେ ଭାଇ ଜାଣିବାକୁ ଚାହୁଁଛନ୍ତି କି? ମୁଁ ଆପଣଙ୍କୁ ଚିହ୍ନିଛି ବି, ଜାଣିଛି ବି। ମୁଁ ଜାଣିଛି ଆପଣ ଛାତ୍ର କଂଗ୍ରେସର ପ୍ରେସିଡେଣ୍ଟ ଥିଲେ, ନା ଜାଣିଛି। ମେ ବି ଆପଣ ମୁଁ ଥରେ ଦିଥର ଦେଖା ବି ହେଇଛନ୍ତି। କୋଉଠି? ଏଇ ଯୋଉ ସଚିଜାନାଙ୍କ ଗେଷ୍ଟ ହାଉସ ରେ N3 ରେ। N3 ରେ ସଚିଜାନାଙ୍କ ଗେଷ୍ଟ ହାଉସ ରେ ଥରେ ଦିଥର ଦେଖା ବି ହେଇଛନ୍ତି। ଯେ ଜାଣିଛନ୍ତି ମୋ ନାଁ ଲେଖିବା ପୂର୍ବରୁ ମତେ ଖୋଜିକି ଶୁଣନ୍ତୁ ଭାଇ, ମୁଁ ଆପଣଙ୍କ ନମ୍ବର ରାତିରେ କଲେକ୍ଟ କରିବା ପାଇଁ କିଛି ଜାଗାକୁ ଫୋନ ବୁଲେଇଲି। ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ ଆପଣ ସତରେ କଣ ଏମାନେ ଆପଣଙ୍କ ନାଁ ୟୁଜ କରୁଛନ୍ତି, ସେଟା ସତ ନା ମିଛ। ତ ଯେହେତୁ ହେଇଯାଇଥିଲା ସେତେବେଳକୁ ରାତି 1, ମୁଁ ମୋ ତରଫରୁ ଯାହାକୁ ଫୋନ କରିଛି, ଲାଇକ ବୈଭବ ଚୌଧୁରୀକୁ ଫୋନ କଲି। ସେ କହିଲେ ମୋ ପାଖରେ ନମ୍ବର ନାହିଁ। ଚୌଧୁରୀ ପୁଅ ତା ବାପା ନା କହୁଛି। ଚିହ୍ନି ପାଇଲେ କହିଲେ ଚିହ୍ନି ପାଇଲେନି, ଇତିଶ କହୁଥିଲି। ହଁ ମୁଁ କହିଲି। ହଁ ଭାଇ କୁହନ୍ତୁ ବୋଲି। କଣ ହେଇଛି ଘଟଣା ଭାଇ? ମୋ ନାଁ କାହିଁ ଏମିତି ଲେଖିଲ? ମୋ ଜନପଥ ନାଁ ଟା ବହୁତ କଷ୍ଟରେ ଦେଇଛି, ଷ୍ଟ୍ରଗଲ କରି ସେ ଜାଗା ଉପରେ କାହିଁ ଲେଖିଲେ ଏମିତି? ଜନପଥ ନା ଭାଇ ଶୁଣନ୍ତୁ, ମୁଁ ଆପଣଙ୍କ ନାଁ ସେମିତି ଲେଖିନି। ଆପଣ ସେ କପିଟା ପଢିବେ, କପିରେ ଲେଖା ହେଇଛି। ସ୍କ୍ରିନଶଟ ଗୁଡା ପଠେଇବି କି? ଟିକେ ରହିବେ। ହ୍ୱାଟ୍ସଆପ ନମ୍ବର ଏଇଟା କି ଆପଣଙ୍କର? ସବୁ ପଠେଇବି ଆପଣଙ୍କୁ, ମୋ ପାଖରେ ଯାହା ଅଛି। ସିରିୟସଲି କାହିଁ କହୁଛି କହିଲେ, ମୁଁ କଣ ଆପଣ ନଜର ମୁଁ ତ ଜାଣିନି, ମୁଁ ଚିହ୍ନି ଆପଣଙ୍କୁ ଜାଣିନି ହେଲା। ସୋସିଆଲ ମିଡିଆ ଟା ପବ୍ଲିକ ଦେଖୁଛନ୍ତି। ଆମେ ପବ୍ଲିକ ରିଲେସନ ବାନ୍ଧିବା ପାଇଁ କି ଷ୍ଟ୍ରଗଲ କରୁଛୁ, କି କଷ୍ଟ କରୁଛୁ, ଲୋକ ସେବା କରୁଛୁ। ମୁଁ ଲୋକାଲ ଛୁଆ, ମୋ MLA କ୍ୟାଣ୍ଡିଡେଟ 2019 ର। ମୋ ନାଁରେ ସୋସିଆଲ ମିଡିଆରେ ଜିନିଷ ବାଜିଛି। ପ୍ଲିଜ, ଦୁଃଖ ଲାଗିଛି। ମୁଁ ଦିନ ରାତି ଲୋକଙ୍କ ପାଇଁ ଖଟେ, ଲୋକଙ୍କ ସେବା କରେ, କିନ୍ତୁ ମୋ ପବ୍ଲିକ ଲାଇଫ ରେ ଲୋକଙ୍କ ସେବାରେ କାମ କରେ, କିନ୍ତୁ ମୋ ନାଁ ୱାଇ ସେଟା ମତେ ଦୁଃଖ ଲାଗେ। ପ୍ରଫେସନ ଅଲଗା ଭାଇ। ଭାଇ ତୁମେ ହାଇଲାଇଟ ଲୋକଙ୍କୁ ଖୁସି କରେଇଛି କଳାକାର ଜଗତରେ, କିନ୍ତୁ ଭାଇ ଆମେ କାମ କରୁଛୁ ନା, ଆମେ ଲୋକଙ୍କର ଦୁଃଖରେ ସାଥ ଦେଇ କାମ କରୁଛୁ ହେଲା ଭାଇ। ଶୁଣ,
ଯୁବକ ମାନଙ୍କୁ ଷ୍ଟୁଡେଣ୍ଟସ୍ ଆପଣ ଅଛନ୍ତି କୋଉଠି? ମୁଁ ଶହୀଦନଗର ଅଛି, ମୋ ଜାଗା ଶହୀଦନଗର, ଜନ୍ମ ଶହୀଦନଗର, ଶହୀଦନଗର ଯେ କୋଉଠି? ସେଇଠି ଭାଇ। ଆରେ ଭାଇ ଜାଗାଟା କୁହନ୍ତୁ। ମୁଁ ଆପଣଙ୍କ ନାଁରେ ପଦୁଟିଏ କହିଛି କି ନା ହ୍ୱାଏ ମୋ ନା ଆରେ ଏତେ ବଡ ସାହସ କଣ ପାଇଁ ଆପଣ କରିବାକୁ ଚେଷ୍ଟା କଲେ? ହଁ ମୁଁ ପା କହୁଛି ଆପଣ ମତେ ଏପର୍ଯ୍ୟନ୍ତ ମୋ କଥା କହିବା ପାଇଁ ଦେଲେଣି କି? ଆପଣ ମତେ ଏପର୍ଯ୍ୟନ୍ତ ମୋ କଥା କହିବା ପାଇଁ ଦେଲେଣି କି? ଦେବି ସେତେବେଳେ କାହିଁକି ନା ଆପଣ ପ୍ରଥମେ ସାହସ କରିଛନ୍ତି ମୋ ବିପକ୍ଷରେ ଯିବା ପାଇଁ। ମୁଁ ଆପଣଙ୍କ ଶୁଣାଇ କିଛି ବି ତୁମେ ମୋ ନାଁରେ ମୁଁ ଫଲ୍ସ କେସରେ ମୋ ଏବେ ଶୁଣନ୍ତୁ, ଏବେ ମତେ 2 ମିନିଟ୍ ଆପଣ ମତେ 2 ମିନିଟ୍ କହିବା ପାଇଁ ଦେବେ କି? କଣଟା ମତେ ଆପଣ 2 ମିନିଟ୍ କହିବା ପାଇଁ ଦେବେ କି? 200% ଦେବି ଭାଇ। ମତେ ଆପଣ 2 ମିନିଟ୍ ମୋର ଦୁନିଆରେ କେହି ନାହାନ୍ତି ଭାଇ। ଗୋଟେ 2 ମିନିଟ୍ ଦେବି, ତା ପୂର୍ବରୁ କହିଦିଏ 2 ପଦ କଥା ଭାଇ। ଆପଣ ଯଦି 2 ମିନିଟ୍ ଦେବେ ତାହେଲେ ମୁଁ ଏବେ ଆସିବି ଆପଣଙ୍କୁ ଶହୀଦନଗର ଦେଖା କରିବା ପାଇଁ। ଠିକ ଅଛି ଭାଇ, 2 ମିନିଟ୍ ନା 5 ମିନିଟ୍ ଦେଲେ ଆପଣ କୁହନ୍ତୁ ଭାଇ। ଆପଣଙ୍କୁ ସମ୍ମାନ ଦେଇକି କଥା ହଉଛି। ମୁଁ ବି ଆପଣଙ୍କୁ ସମ୍ମାନ ଦେଇ କଥା ହଉଛି। ମୋ କଥା ପ୍ରଥମେ ଶୁଣନ୍ତୁ ହେଲା। ପ୍ରଥମ କଥା ତ ମୁଁ ଗୋଟେ ଆର୍ମି ପର୍ସନ, ମୁଁ ଆର୍ମିରୁ ରିଟାୟାର୍ଡ ହେଇଛି ହେଲା। ସେକେଣ୍ଡ କଥା ମୁଁ ଗୋଟେ ଦିବ୍ୟାଙ୍ଗ। ଶୁଣି ସାରନ୍ତୁ ଭାଇ, କହିସାରେ। କାହିଁକି ନା ଆର୍ମି ବାଲାଙ୍କୁ ମୁଁ ସବୁଠୁ ବେଶୀ ସମ୍ମାନ କରେ। ମୁଁ ଗୋଟେ କହିସାରେ ଭାଇ, ସରୁ ଟିକେ। ଆପଣ ସବୁ ଲାଇନରେ ମତେ 3 ମିନିଟ୍ କହିବା ପାଇଁ ଦେଇଦିଅନ୍ତୁ, ତାପରେ ଆପଣ କହିବେ। ମୁଁ ଆସିଯିବି ଆପଣଙ୍କ ଜାଗାକୁ ଏବେ ହେଲା। 2-3 ମିନିଟ୍ କହିସାରିଲା ପରେ ମୋର ଗୋଟେ ଗୋଡ ନାହିଁ ଭାଇ, ମୋର ଗୋଟେ ଗୋଡ ନାହିଁ। ମୁଁ 70% ବିକଳାଙ୍ଗ ଭାଇ। ସରି ଭାଇ, ସରି ହେଲା। 2ଟା ହେଇଗଲା ଭାଇ। ମୁଁ ପ୍ରଥମେ ହେଲା ମୁଁ ଆର୍ମି ପର୍ସନ, ତାପରେ ହେଲା ମୁଁ ବ୍ୟାଟେଲ କାଜୁଆଲିଟି, ମାନେ ଯୁଦ୍ଧରେ ଯୋଉ ଲଢେଇରେ ଯୋଉ ଗୋଡ ହରାନ୍ତି ମୁଁ ସେଇ କାଜୁଆଲିଟି। ଏଇଟା 2ଟା କଥା ସରିଲା। 3 ନମ୍ବର କଥା ଭାଇ, ମୁଁ ଛୋଟା ଗୋଡରେ 2017 ପଞ୍ଚାୟତ ନିର୍ବାଚନ ପଦ୍ମ ଚିହ୍ନରେ ଏଜ ଜିଲ୍ଲା ପରିଷଦ ଲଢି ସାରିଛି 41 ନମ୍ବର ଜୋନରେ ହେଲା। କନକବର୍ଦ୍ଧନ ସିଂହଦେଓ ସାର୍ ଯେତେବେଳେ ଏଠି ସଭାପତି ଥିଲେ, ଡିସିଏମ ଅଛନ୍ତି ନା ଏବେ ତ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଯେତେବେଳେ କନକବର୍ଦ୍ଧନ ସିଂହଦେଓ ସାର୍ ଏଠି ସଭାପତି ଥିଲେ ବିଜେପିର, ମୁଁ ବାଲେଶ୍ୱର ଜିଲ୍ଲାର ଉପସଭାପତି ଥିଲି ହେଲା ଭାଇ। ବଢିଆ କଥା କହିସାରେ। ଯେମିତି ଆପଣ ଗୋଟେ ନିରବିଚ୍ଛିନ୍ନ ଭାବେ ସେବା କରିଚାଲିଛନ୍ତି, ମୁଁ ସେଇଭଳିଆ ମୁଁ ଗୋଟେ ଏରିଆରେ କରୁଥିଲି। ମୁଁ ଛାଡିଦେଲି କଣ ପାଇଁ? ପ୍ରୋବ୍ଲେମ କଣ ହେଲା? ମୁଁ ଇଲେକ୍ସନ ଯୋଉ ରୁଟ୍ ଲେବୁଲ ପଲିଟିକ୍ସରେ ଯେହେତୁ ମୋ ଗୋଡ ଖରାପ, ମୁଁ ଏତେ ଡିଆଁକୁଦା କରିକି ବହୁତ ଜାଗା ଦୌଡି ପାରେନି, ଚାଲିପାରେନି, ମୋ ଗୋଡ ପେନ୍ ହୁଏ, ପୂଜ ବାହାରେ। ତ ମୁଁ ଲୋକଙ୍କ ସହିତ ମୁଁ କନେକ୍ଟିଂ କରିପାରୁନଥିଲି। ତ ମୁଁ ଭାବିଲି ମୁଁ ଶାନ୍ତିରେ ବସିବି, ମୁଁ ଆଉ ଖଟିବିନି, ମାନେ ଇଲେକ୍ସନରେ ମୁଁ ମାତିବିନି କି ମୁଁ ପଲିଟିକାଲ କିଛି ରଖିବିନି ହେଲା। ଏବେ ଶୁଣନ୍ତୁ ଗୋଟେ କଥା, ଇଲେକ୍ସନ ସମୟରେ ପୁରା ରୁଟ ରୁ ଆସୁଛି, ସେଇଟା ମୁଁ ହଉଛି ଦେଖା ହେଇକି କଥା ହେଇଗଲେ ଭଲ ହବ ହେଲା। କାହିଁକି ନା ଟେଲିଫୋନରେ ଆପଣ ଇଏ କରିବେ ହେଲା। ଦେଖା ହେଇକି କଥା ହବା ଭାଇ। ଠିକ କି କେତେ ସମୟ ଅଛନ୍ତି? ମୁଁ ଆସୁଛି। ମୋର ସେତିକି ଗଟ୍ସ ଅଛି, ଭାଇ। ମୋର ସେତିକି ଗଟ୍ସ ଅଛି ଆପଣଙ୍କ ଜାଗାକୁ ବର୍ତ୍ତମାନ ଆସିବା ପାଇଁ। ମୁଁ ନାହିଁ ଇନଭଲ୍ଭ ସେ ବିଷୟରେ। ମୁଁ କଣ କହିଲି? 3 ଦିନ ହେଲାଣି କାଳୀ ପୂଜା ବୁଲୁଛି ଭଦ୍ରକ। ମୁଁ ଆପଣଙ୍କ ନାଁ ନେଇ ନାହିଁ। ମୁଁ କହିଲି ମତେ ଇତୀଶ ପ୍ରଧାନଙ୍କ ପିଲା ଆମର କଣ କରିବ, ଆପଣ ଆସିବେ ନା ମୁଁ ଯିବି? ସାମ୍ନା ସାମ୍ନି କଥା ହବା। ଆସନ୍ତୁ, ଆପଣ ମତେ ଲୋକେସନ ଦିଅନ୍ତୁ, ମୁଁ ଆସୁଛି 10 ମିନିଟରେ। ଓକେ ବ୍ରୋ, ଆସନ୍ତୁ। କେତେ ଜଣ ଅଛନ୍ତି ଆପଣ? ଭାଇ ଏକୁଟିଆ ଅଛି, ଆପଣ ଭାବିକି ଆସନ୍ତୁ। ନା ଆପଣ ଯଦି 10 ଜଣ ଥିବେ ବି ମୁଁ ଆସିବି। ମୋ ସେ କଲିଜା ମତେ ଦେଇଛି, ସରକାର ମତେ ସେତିକି କଲିଜା ଦେଇଛି। ମୁଁ ଆର୍ମି ପିଲା, ମୁଁ ଏମିତି କାହା ଇଏରେ ମିତା ଟିକେ ଖାଲି ଗେଟ୍ ଟା ଖୋଲ, ମୁଁ ଏଇଠୁ ଟିକେ ଆସେ। ଇତୀଶ ପ୍ରଧାନ ଭାଇଙ୍କୁ ଦେଖା କରିକି ଆସୁଛି ଏଠି ଜଷ୍ଟ। ଭାଇ ଆପଣ ଯୋଉଠି କହୁଛି ମୁଁ ଯାଇକି ପହଞ୍ଚି, ଶୁଣନ୍ତୁ ବ୍ରଦର, ଥାନାକୁ ଆସନ୍ତୁ, ମୁଁ ଯାଉଛି ସେଇଠିକି ହେଲା, ବସିକି କଥା ହବା। ଶହୀଦନଗର ଥାନାକୁ ଆସନ୍ତୁ, ସେ ଜାଗା ପହଞ୍ଚିଲେ ମତେ କଲ୍ କରିବେ, ମୁଁ ପହଞ୍ଚିବି ଥାନାରେ। ଆରେ ମୁଁ ହାଫ ପ୍ୟାଣ୍ଟ ରେ ଅଛି। ଆରେ ଭାଇ, ମୁଁ ହାଫ ପ୍ୟାଣ୍ଟ ପିନ୍ଧିଛି। ଆରେ ଭାଇ ପୁଅ ଆରେ ଭାଇ, ମୁଁ ଘରେ ଗଲେ ବି ହାଫ ପ୍ୟାଣ୍ଟ ପିନ୍ଧେ ହେଲା। ହଉ ଠିକ ଅଛି, ଆସନ୍ତୁ, ମୁଁ 5 ମିନିଟରେ ପହଞ୍ଚୁଛି, ଆସନ୍ତୁ। ଓକେ ବ୍ରଦର, ଆସନ୍ତୁ, ମୋ ବଡ ଭାଇ ଆସ।